ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାରେ ଅତି କମ୍ରେ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସେଠାକାର ପୋଲିସ କହିଛି। ସୋମବାର ପଶ୍ଚିମବଙ୍ଗ ରାଜ୍ୟରେ ଜଲପାଇଗୁଡ଼ି ଓ ଦାର୍ଜିଲିଂ ନିକଟସ୍ଥ ରେଳ ଧାରଣାରେ ଏକ ଛିଡ଼ା ହୋଇଥିବା ଯାତ୍ରୀବାହୀ ଟ୍ରେନ୍ର ପଛପଟୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଗଣମାଧ୍ୟମରେ ପ୍ରକାଶିତ ଚିତ୍ରରୁ ଜଣାପଡ଼ୁଛି ମାଲବାହୀ ଟ୍ରେନ୍ର ବୋଗିଗୁଡ଼ିକ ନିକଟରେ ଫୋପାଡ଼ି ହୋଇ ପଡ଼ିଛି ଏବଂ ଦୁର୍ଘଟଣା ପରେ ଗୋଟିଏ ବୋଗି ଉପର ମୁହାଁ ମଧ୍ୟ ହୋଇଯାଇଛି। ଏହା ବାହାନାଗାରେ ହୋଇଥିବା ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାର ଏକ ବର୍ଷ ପରେ ହୋଇଛି। ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱୟଂ ଆସି ପହଞ୍ଚିଥିଲେ।